ଆଉ ବୋଝର ସହିତ ପ୍ରତିଟି ବିଷୟ ନେଇ ପ୍ରାର୍ଥନା କରିଛନ୍ତି। ସେଥିପାଇଁ ପ୍ରତ୍ୟେକଙ୍କୁ ଧନ୍ୟବାଦ ଦିଏ। ପୁଣି ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ। ଆମମାନଙ୍କୁ ଆଜିର ଏଇ ଦିନ ସୁନ୍ଦର ଭାବରେ ଦେଖିବା ନିମନ୍ତେ ପ୍ରଭୁ ସାହାଯ୍ୟ କଲେ, ଜୀବିତ ମାନଙ୍କ ମଧ୍ୟରେ ରଖିଲେ, ପୁନର୍ବାର ଏକ ଦିନ ଆମମାନଙ୍କ ଜୀବନରେ ଯୋଡ଼ିଲେ, ଆଉ ତାଙ୍କରି ଗୌରବ ମହିମା କରିବା ନିମନ୍ତେ ସେଥିପାଇଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଆସନ୍ତୁ ଆଜିର ଉପାସନାକୁ ଆରମ୍ଭ କରିବା ପୂର୍ବରୁ ମୁଁ ଏକ ବାକ୍ୟ ପଠନ କରିବାକୁ ଚାହେଁ। ପ୍ରଭାତରେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣାର କଥା ମୋତେ ଶୁଣାଅ, କାରଣ ମୁଁ ତୁମ୍ଭଠାରେ ଭରସା ରଖେ। ମୋହର ଗନ୍ତବ୍ୟ ପଥ ମୋତେ ଦେଖାଅ, କାରଣ ମୁଁ ତୁମ୍ଭ ଆଡ଼େ ଆପଣା ପ୍ରାଣ ଉଠାଏ। ଈଶ୍ୱରଙ୍କର ଏହି ଜୀବନ୍ତ ବାକ୍ୟ ଦେଇ ଉପସ୍ଥିତ ଜଡ଼ିତ ରିଏଲ ମିନିଷ୍ଟ୍ରି ଅଫ୍ ଇଣ୍ଡିଆର ପ୍ରତ୍ୟେକ ଦାସଦାସୀ ମାନଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁମୟ ନାମରେ ପୁନର୍ବାର ସ୍ୱାଗତ ଜଣାଏ। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ଆସନ୍ତୁ ଆମମାନେ ଏହି ସମୟରେ ଅତି ସୁନ୍ଦର ଭାବରେ ଆମମାନଙ୍କ ନିମନ୍ତେ ପ୍ରାର୍ଥନା କରାଯାଇଛି, ଆରାଧନା କରିବା ନିମନ୍ତେ ମଧ୍ୟ ପ୍ରାର୍ଥନା କରାଯାଇଛି। ଆମମାନେ ସିଧାସଳଖ ଆରାଧନାରେ ଯିବା। ଆଉ ପ୍ରଭୁ ଯେ ଆମମାନଙ୍କର ସହବର୍ତ୍ତୀ ରହିଛନ୍ତି, ପ୍ରଭୁଙ୍କ ଉପସ୍ଥିତି ମଧ୍ୟରେ ଆମମାନେ ସମସ୍ତେ ରହିଅଛୁ। ସେଥିପାଇଁ ଆସନ୍ତୁ ଆମମାନେ ସମସ୍ତେ ଭିଡ଼ିଓ ଅନ୍ କରିବା, ବସିବା, ଆଉ ପ୍ରଭୁଙ୍କର ସେ ଉପସ୍ଥିତିକୁ ଆମମାନେ ଏହି ସମୟରେ ଉପଲବ୍ଧି କରିବା। ଆଜି ଆମମାନଙ୍କ ଗହଣରେ ଆରାଧନା କରିବା ନିମନ୍ତେ ଆଉ ଆମମାନଙ୍କର ପ୍ରିୟ ସିଷ୍ଟର ସୁଜାତା ସାମଲ ସିଷ୍ଟର ଆମମାନଙ୍କ ଗହଣରେ ଉପସ୍ଥିତ ଅଛନ୍ତି। ଆଉ ପ୍ରିୟ ସିଷ୍ଟରଙ୍କ ଏହି ସମୟରେ ମୁଁ ରିଏଲ ମିନିଷ୍ଟ୍ରି ଅଫ୍ ଇଣ୍ଡିଆ ତରଫରୁ ସ୍ୱାଗତ ଜଣାଏ। ପ୍ରେଜ୍ ଦ ଲର୍ଡ ସିଷ୍ଟର। ପ୍ରେଜ୍ ଦ ଲର୍ଡ ଦିଦି, ସମସ୍ତଙ୍କୁ ମୋର ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ଏହି ସମୟ ଆପଣଙ୍କର ଆରାଧନାରେ କଢ଼େଇ ନିଅନ୍ତୁ ଦୟାକରି। ଯଦି ଆମେ ସଠିକ ଜାଗାରେ ଅଛୁ, ସମସ୍ତେ ଆମେ ଭିଡ଼ିଓ ଅନ୍ କରି ବସିବା। ଆସନ୍ତୁ ଆରାଧନା ଆରମ୍ଭ କରିବା ପୂର୍ବରୁ ମୁଁ ଛୋଟ କରି ଟିକେ ପ୍ରାର୍ଥନା କରିବା ପାଇଁ ଚାହେଁ। ଭଏସ୍ କ୍ଲିୟର ଶୁଭୁଛି ଦିଦି? ଆସନ୍ତୁ ସମସ୍ତେ ମନୋଯୋଗ ହେଇ ଛୋଟ କରି ପ୍ରାର୍ଥନା କରିବା। ଦୟାଳୁମୟ ପିତା ପରମେଶ୍ୱର, ତୁମର ପବିତ୍ର ନାମକୁ ଧନ୍ୟବାଦ ଦଉଛି ବାପା। এই ପ୍ରାତଃ କାଳରେ ପ୍ରଭୁ ରିଏଲ ମିନିଷ୍ଟ୍ରି ଦ୍ୱାରା ପ୍ରଭୁ ତୁମ ନିକଟରେ ପ୍ରଭୁ ଗୌରବ ପ୍ରଶଂସା କରିବା ନିମନ୍ତେ ପ୍ରଭୁ ମନୋନୀତ କରିଥିବାରୁ ତୁମର ସେ ମହତ୍ ନାମକୁ ମୁଁ କୋଟି କୋଟି ଧନ୍ୟବାଦ ଦଉଛି। ଦୟାଳୁମୟ ପରମେଶ୍ୱର ରାଜା, ଯେତେବେଳେ ଯେତେକ ଜଣ ଆମେ ଉପସ୍ଥିତ ହୋଇଅଛୁ, ପ୍ରତ୍ୟେକଙ୍କୁ ତୁମେ ପ୍ରଭୁ ଅନୁଗ୍ରହ କର, ଆଶୀର୍ବାଦ ପ୍ରଦାନ କର। ଆମେ ଯେପରି ମନ ପ୍ରାଣ ଆତ୍ମା ଦେଇ ତୁମର ଗୌରବ ପ୍ରଶଂସା କରିବୁ, ଗୀତ ଗାନ କରି ତୁମର ଧନ୍ୟବାଦ ପ୍ରଶଂସା କରିବୁ। ସେମିତି ଅନୁଗ୍ରହ କର, ଆଶୀର୍ବାଦ କର। ଗୀତ ମାଧ୍ୟମରେ ତୁମେ କଥା କୁହ, ତୁମେ ପ୍ରଭୁ ଗୌରବ ପାଅ ବୋଲି ମୋର ଏ ଛୋଟିଆ ପ୍ରାର୍ଥନା ତୁମ ପାଦ ତଳେ ସମର୍ପଣ କରି ପ୍ରାଣକାରୀ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛି ପିତା, ଆମେନ୍। ଆସନ୍ତୁ ଗୋଟେ ଗୀତ ଗାଇ ପ୍ରଭୁଙ୍କର ଗୌରବ କରିବା। ପ୍ରତ୍ୟେକ କର ତଳେ ଦେଇ ପ୍ରଭୁଙ୍କର ପ୍ରଶଂସା କରିବା। प्रभु तुमे मो सहाय, मो प्रतिपालक। प्रभु तुमे मो सहाय, मो प्रतिपालक। दिन परे दिन, राति परे राति बीती जाऊ, मास बरस आराधना करे तुमरी आशारे पाइबाकु तुम आशीष। प्रभु तुमे मो सहाय, मो प्रतिपालक। प्रभु तुमे मो सहाय, मो प्रतिपालक। प्रतिदिन प्रति प्रहରରେ प्रभु तुमे अछ मो पाखरे। निद्रा जाए अति सहଳରେ, प्रभु नीति तुम नाम धरे। प्रतिदिन प्रति प्रहରରେ प्रभु तुमे अछ मो पाखरे। निद्रा जाए अति सहଳରେ, प्रभु नीति तुम नाम धरे। सैन्याधिपति सदा प्रभु हे, प्रभु तुमे मो सहाय, मो प्रतिपालक। प्रभु तुमे मो सहाय, मो प्रतिपालक। तुमर चनार ए जीवन, तुमरी दयारे मोए प्राण।
दिय मते तुम परित्राण तुमर जनार ए जीवन तुमरी दयारे मोए प्राण पाप दोष मोर क्षमा कर दिया तुमे मते परित्राण अनादि राजा सदा प्रभु हे प्रभु तुमे मो सहाय ମୋ ପ୍ରତିପାଳକ ପ୍ରଭୁ ତୁମେ ମୋ ସହାୟ ମୋ ପ୍ରତିପାଳକ ଦିନ ପରେ ଦିନ ରାତି ପରେ ରାତି ବିତି ଯାଏ ମାସ ବରଷ रे तुम्हारी ମୋ ପ୍ରତି ପ୍ରଭୁ ତୁମେ ହଁ କଣ ହେଲା ବନ୍ଦ ହେଇଗଲା ମୋ ମୋବାଇଲ ଆପଣଙ୍କର ନେଟୱାର୍କ ଆସନ୍ତୁ ଆଉ ପ୍ରୋବ୍ଲେମ ଥରେ ହଉଛି। ଷ୍ଟାର୍ଟ ହଁ ସେଇଆ ବୋଧେ ବନ୍ଦ ହେଇଯାଉଛି ଅଟୋମେଟିକ କ୍ଲିୟର ବି ଶୁଭୁ ନଥିବ ବୋଧେ ଭଏସ ନା ଶୁଭୁଛି ଟିକେ ଅପ ଡାଉନ ହଉଛି। କଣ କରାଯିବ ଏଠି ହଉନି ଭଏସ କ୍ଲିୟର ନାହିଁ ଗୋଟେ ସେକେଣ୍ଡ ଆଉ ଥରେ ନହେଲେ କାଟିକି ଜଏନ ହଉଛି ଭିଡିଓ ଅଫ୍ କରି କଲେ ହବ। ଏବେ ଶୁଭା ଯାଉଛି କି ଭଏସ ଟା କ୍ଲିୟର ହଁ ଶୁଭା ଯାଉଛି ଶୁଭା ଯାଉଛି। ଭିଡିଓ ଅଫ୍ ରେ କରିଦଉଛି ତାହେଲେ କ୍ଷମା ଚାହୁଁଛି ଏ ଯୋଉ ପ୍ରୋବ୍ଲେମ ପାଇଁ ଏପରି ହଉଛି ଆସନ୍ତୁ ଗୀତ ଗାଇ ପ୍ରଭୁଙ୍କର ଗୌରବ କରିବା आहे पिताराध्य ईश्वर तुमे सारा सृष्टिर आधार आहे पिताराध्य ईश्वर तुमे सारा सृष्टिर आधार
ତାଙ୍କର ପ୍ରୋବ୍ଲେମ ସେଟା। ତୁମେ ଆତ୍ମିକ ଆହାର କ୍ଷୁଦିତ ପ୍ରାଣର, ତୁମେ ଅମୃତ ନିର୍ଝର ତୃଷିତ ଜନର। ତୁମେ ଆତ୍ମିକ ଆହାର କ୍ଷୁଦିତ ପ୍ରାଣର, ତୁମେ ଅମୃତ ନିର୍ଝର ତୃଷିତ ଜନର। ତୁମେ କ୍ଷମାର ଭଣ୍ଡାର ପାପୀ ମାନବର, ତୁମେ ଶାନ୍ତିର ଆକାର ଶାନ୍ତ ମନର। ତୁମେ ଏକ ପଥ ସତ୍ୟ, ତୁମେ ଏକ ପଥ ସତ୍ୟ, ତୁମେ ଏକ ପଥ ସତ୍ୟ ଏ ଜଗତର। आहे पिताराध्य ईश्वर, तुमे सारा सृष्टिर आधार। आहे पिताराध्य ईश्वर, तुमे सारा सृष्टिर आधार। तुम नाम अटे प्रभु केड़े महियान, तुम राज्य अटे प्रभु अनंत कालीन। तुम कर्तापण अटे पुरुषानुक्रम, तुम पराक्रम अटे अनंत सीम। पाइबाकु योग्य तुमे, पाइबाकु योग्य तुमे, पाइबाकु योग्य तुमे, स्तुति स्तुति आहे पिताराध्य ईश्वर, तुमे सारा सृष्टिर आधार। आहे पिताराध्य ईश्वर, तुमे सारा सृष्टिर आधार। जुगे जुगे धन्य हेउ, जुगे जुगे धन्य हेउ, जुगे जुगे धन्य हेउ नाम तुमर। ताराध्य ईश्वर, तुमे सारा सृष्टिर आधार। हालेलुया, प्रेज द लॉर्ड। आसंतु आ गोटे गीत गाई प्रभुଙ୍କର गौरव करिवे। ମୁଁ ଅବାଧ୍ୟ ଅଯୋଗ୍ୟ ପାପୀ ମଣିଷ, ମୁଁ ଅବାଧ୍ୟ ଅଯୋଗ୍ୟ ପାପୀ ମଣିଷ, हे प्रभु धोई दियो मो कलुष। हे जीसु क्षमा करो पाप दोष। ମୁଁ ଅବାଧ୍ୟ ଅଯୋଗ୍ୟ ପାପୀ ମଣିଷ, ମୁଁ ଅବାଧ୍ୟ ଅଯୋଗ୍ୟ ପାପୀ ମଣିଷ, हे प्रभु ଧୋଇ ଦିଅ ମୋ କଳୁଷ। हे जीसु क्षमा कर पाप दोष। ମୁଁ ବାଧ୍ୟ ପାପୀ ମଣିଷ, ମନ୍ଦ ତାକୁ କେତେ ମୁझे ଭଲ ପାଇଅଛି, ଅଧର୍ମ ହୃଦେ ଧରି ବାଟ ଚାଲୁଅଛି, ଚାଲୁଅଛି। ତୁମ ଶିକ୍ଷା ଉପଦେଶ
অবজ্ঞা করেছি জগতর পছে ধাই বিনষ্ট হয়েছি বিনষ্ট হয়েছি ମୋ ବାଗା ଅଲଡ଼ା ଶୁଖିଲା ଘାସ ମୋ ଭାଗା ଅଲଡ଼ା ଶୁଖିଲା ଘାସ हे प्रभु धोई दियो ମୋ କଳୁଷ हे जीसु क्षमा कर पाप दोष ମୁଁ ବାଧ୍ୟ ଅଯୋଗ୍ୟ ପାପୀ ମଣିଷ ମୁଁ ବାଧ୍ୟ ଅଯୋଗ୍ୟ ପାପୀ ମଣିଷ ହେ ଯୀଶୁ क्षमा कर पाप दोष हे प्रभु धोई दियो ମୋ କଳୁଷ ମୋ ବାଧ୍ୟ ଅଯୋଗ୍ୟ ପାପୀ ମଣିଷ মন মোর নীতি হুয়ে অথয় স্থির অবিরত মন্দ মাত্র ভাবনা মোহর ভাবনা মোহর ବାହ୍ୟ ସିନା ଦେଖିବାକୁ ଦିଶୁଛି ସୁନ୍ଦର ପୃଷ୍ଠତାରେ ପରିପୂର୍ଣ୍ଣ ଭିତର ଅନ୍ତର ମୁଁ ନିର୍ବୋଧ ଅବୋଧ ଉଡ଼ନ୍ତା ତୁଷ ମୁଁ ନିର୍ବୋଧ ଅବୋଧ ଉଡ଼ନ୍ତା ତୁଷ हे प्रभु धोई दियो ମୋ କଳୁଷ हे जीसु क्षमा कर पाप दोष हे प्रभु धोई दियो ମୋ କଳୁଷ हे जीसु क्षमा कर पाप दोष ମୁଁ ଅବାଧ୍ୟ ଅଯୋଗ୍ୟ ପାପୀ ମଣିଷ ମୁଁ ଅବାଧ୍ୟ ଅଯୋଗ୍ୟ ପାପୀ ମଣିଷ हे प्रभु धोई दियो ମୋ କଳୁଷ हे जीसु क्षमा कर पाप दोष हे प्रभु धोई दियो ମୋ କଳୁଷ हे जीसु क्षमा कर पाप दोष हालेलुया प्रेज द लॉर्ड आसंतु आ गोटे गीत गाई प्रभुଙ୍କର गौरव କରିବା ଏବଂ ସମସ୍ତେ ହସ୍ତ ଉତ୍ତୋଳନ କରି ପ୍ରଭୁଙ୍କର ଧନ୍ୟବାଦ ଦେବା हो तेरी स्तुति और आराधना करती हूँ मैं तुझसे ये प्रार्थना हो तेरी स्तुति और आराधना करती हूँ मैं तुझसे ये प्रार्थना महिमा से तेरी तू इस जगह को भर जो भी तू चाहे तू यहाँ पर कर हालेलुया 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 हालेलुया
और आराधना करती हूँ मैं तुझसे ये प्रार्थना। महिमा से तेरी तू इस जगह को भर, जो भी तू चाहे तो यहाँ पर कर। हाले हालेलुया हालेलुया हालेलुया। करुणा से तेरी नया दिन दिखाता है, ढल बनकर मेरे मुझे बचाता है। जब मैं पुकारूं तू दौड़ आता है, जब मैं गिरूं मुझे उठाता है। हालेलुया 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 हाले हालेलुया हालेलुया हालेलुया। सारे जहां में तुझ सा कोई नहीं, तुझको छोड़ के कोई प्रभु ही है नहीं। घुटने में टेको बस तेरे सामने, तू है मेरा प्रभु, तू मेरा पिता। हालेलुया हालेलुया हालेलुया। हो तेरी स्तुति और आराधना करते हो मैं तुझसे ये प्रार्थना। महिमा से तेरी तू इस जगह को भर, जो भी तू चाहे तो यहाँ पर कर। हालेलुया हालेलुया हालेलुया। हालेलुया हालेलुया। धन्यवाद धन्यवाद जीवितमय पिता परमेश्वर प्रभु, तुमरी महत नामକୁ ଧନ୍ୟବାଦ ଦଉଅଛି ପିତା ପରମେଶ୍ୱର ରାଜା। ବାପା ଗୋ, ଏ ପ୍ରାତଃ କାଳରେ ପ୍ରଭୁ ତୁମ ନିକଟରେ ତୁମ ସାନ୍ନିଧ୍ୟରେ ବସି ପ୍ରଭୁ ତୁମର ଗୌରବ କରିବା ନିମନ୍ତେ, ତୁମର ପ୍ରଶଂସା କରିବା ନିମନ୍ତେ ପ୍ରଭୁ ଆମମାନଙ୍କୁ ଏକତ୍ରିତ କରିଥିବାରୁ ତୁମର ମହତ୍ ନାମକୁ ମୁଁ କୋଟି କୋଟି ଧନ୍ୟବାଦ ଦଉଛି ପିତା ପରମେଶ୍ୱର ରାଜା। ବାପା ଗୋ, ଗୀତ ମାଧ୍ୟମରେ ତୁମର ଗୌରବ କରିଅଛୁ, ପ୍ରଶଂସା କରିଅଛୁ। ତଥାପି ପିତା ମୁଁ ବିଶ୍ୱାସ କରୁଅଛି ରାଜା, ତୁମେ ଏଠାରେ ବିରାଜମାନ ହୋଇଅଛ, ପ୍ରତ୍ୟେକଙ୍କ ଡାକ ଶୁଣୁଅଛ, ପ୍ରତ୍ୟେକଙ୍କ କାକୁତି ମିନତି ତୁମେ ଶୁଣୁଅଛ, ପ୍ରତ୍ୟେକଙ୍କ ଅନ୍ତରର ବୋଝ ତୁମେ ଜାଣୁଅଛ, ଦେଖୁଅଛ ବୋଲି ମୋର ବିଶ୍ୱାସ ପିତା ପରମେଶ୍ୱର ରାଜା। ବାପା ଗୋ, ମୋର ବିଶ୍ୱାସ ପ୍ରଭୁ, ମୁଁ ଯାହା ବି ମଧ୍ୟ ଗୀତରେ ଯାହା ମଧ୍ୟ ତ୍ରୁଟି ଅଛି ତୁମେ ନିଶ୍ଚୟ ମାର୍ଜନା କରି ଏଇ ଗୀତରେ ତୁମେ ଗୌରବ ପାଇଅଛ ବୋଲି ମୋର ବିଶ୍ୱାସ ରାଜା। ବାପା ଗୋ, କିଛି କ୍ଷଣ ପାଇଁ ମଧ୍ୟ ନେଟୱାର୍କ ପ୍ରୋବ୍ଲେମ ହୋଇଥିଲା, ତଥାପି ପ୍ରଭୁ ତୁମେ ପ୍ରଭୁ ଏ नेटवर्क प्रॉब्लम दूर करी प्रभु तुम्हें गौरव पाइछ बोली मोर विश्वास पिता परमेश्वर राजा। ए दयालुमय पिता परमेश्वर प्रभु, एते बेले बापा तुमर वाक्यर समय राजा, तुम्हें वाक्य दे तुम्हें कथा कह जो मनोनीत दास को प्रभु तुम्हें आम निकट रे तुम वाक्य आम मध्य बुनिया चाहिए अच्छे राजा। से वाक्य प्रभु से दास हृदय तुम्हें कथा कह, अंतर तुम्हें कथा कह, मुख दे तुम्हें ही कथा कह बोली तुम निकट मागुअछि। ओ दयालुमय पिता परमेश्वर राजा, से वाक्य शुणी आम जेपरी वाक्य माध्यम चली पारिबु एवं से वाक्यर मनोयोगी हो पारिबु, सेथिं तुम्हें दया कर अनुग्रह कर। मु पापी दिन धूଳି अयोग्य संतान बापा तुम्हें तू निकट अली करुअछि बापा। दयालुमय परमेश्वर, मु पापी अयोग्यर डाक तुम्हें शुणी अछ एवं उत्तर देई अछ बोली मोर विश्वास सह त्राण प्रार्थना मागुअछि पिता, आमेन। आमेन। धन्यवाद सिस्टर, बहुत बहुत धन्यवाद। अति सुंदर आराधना थिला, अति हृदय स्पर्शी आराधना थिला। प्रभुंकर से उपस्थिति को अति भरपूर मात्रा रे आमनक मध्यरे आनी थिबारे आपनको बहुत बहुत धन्यवाद दिए। प्रेज द लॉर्ड सिस्टर, आसंतु गोटे उच्च करताल दे आमाने सिस्टर को धन्यवाद देबा।
बहुत बहुत धन्यवाद सिस्टर प्रेज द लॉर्ड प्रभु आशीर्वाद करंतु अनुग्रह करंतु आहुरी आपणको तांकरी सानिध्यरे तांकरी गौरव उद्देश्य रे व्यवहृत करंतु आहुरी पुणी प्रभु गौरवान्वित महिमान्वित हुअन्तु आमेन 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 आसंतु आमने ए समय अति सुंदर आराधना करियछु प्रभुंकर से उपस्थिति मध्यरे आमने रहियछु निजको प्रस्तुत करियछु ईश्वरंकर जीवंत वाक्य को आमने ए समय श्रवण करिबा निमंते ए समय आमने प्रार्थना करिबा विशेष प्रार्थना करिबा आमानकर सुजाता सामल सिस्टर को प्रभुଙ୍କ ଠାରେ ସମର୍ପିତ କରି ପ୍ରାର୍ଥନା କରିବା ଆଉ ତାଙ୍କର ପରିବାରକୁ ପ୍ରଭୁଙ୍କ ଠାରେ ଦେବା ତାଙ୍କର ସେବା କାର୍ଯ୍ୟ ତାଙ୍କର ଭବିଷ୍ୟତ ଜୀବନକୁ ପ୍ରତିଟି ବିଷୟକୁ ପ୍ରଭୁଙ୍କ ଠାରେ ସମର୍ପିତ କରି ଆମେ ପ୍ରାର୍ଥନା କରିବା ପୁଣି ଆଜି ଆମେ ଏହି ସମୟରେ ଆଉ ଏକ ବିଶେଷ ମୁହୂର୍ତ୍ତରେ ଆମେ ପ୍ରବେଶ କରୁଅଛୁ ଈଶ୍ୱରଙ୍କର ଜୀବନ୍ତ ବାକ୍ୟ ଶ୍ରବଣ କରିବା ନିମନ୍ତେ ଆଜିର ବାକ୍ୟଦାତାଙ୍କୁ ଆଜିର ବାକ୍ୟକୁ ପ୍ରତିଟି ଡିଭାଇସକୁ ପ୍ରଭୁଙ୍କ ଚରଣ ତଳେ ସମର୍ପିତ କରି ଆମେ ଏହି ସମୟରେ ପ୍ରାର୍ଥନା କରିବା ଏହି ସମୟରେ ପ୍ରାର୍ଥନା କରିବାକୁ ଅନୁରୋଧ କରି ଆମମାନଙ୍କ ମଧ୍ୟରେ ବିମଳ ଖୋସଲା ଭାଇ ଅଛନ୍ତି ଏ ସବୁ ବିଷୟକୁ ପ୍ରଭୁଙ୍କ ଠାରେ ସମର୍ପିତ କରି ସେ ସଂକ୍ଷିପ୍ତରେ ପ୍ରାର୍ଥନା କରିବେ ପ୍ରେଜ ଦ ଲର୍ଡ ଭାଇ ପ୍ରେଜ୍ ଦ ଲର୍ଡ ପ୍ରେଜ୍ ଦ ଲର୍ଡ ସମସ୍ତଙ୍କୁ ନମସ୍କାର ଆସନ୍ତୁ ପ୍ରାର୍ଥନା କରିବା ଧନ୍ୟବାଦ ଧନ୍ୟବାଦ ଅତ୍ୟନ୍ତ ଦୟାମୟ ପରମେଶ୍ୱର ପିତା ରାଜା ମାନଙ୍କ ରାଜା ପ୍ରଭୁ ମାନଙ୍କ ପ୍ରଭୁ ଦାଉଦ ସନ୍ତାନ ପ୍ରଭୁ ଯୀଶୁ ତୁମରି ମହାନ ନାମର ଅଶେଷ ଅଶେଷ ଧନ୍ୟବାଦ ପିତା ପ୍ରଭୁଙ୍କ ତୁମେ ଅନୁଗ୍ରହ କଲ ପ୍ରଭୁ ଦିନ ପରେ ଦିନ ମାସ ପରେ ମାସ ପ୍ରଭୁ ବିତିଗଲେ ପ୍ରଭୁ ତୁମେ ଆମମାନଙ୍କର ପ୍ରତ୍ୟେକ ଭାର ନେଇଅଛ ରିଏଲ ମିନିଷ୍ଟ୍ରି ଅଫ୍ ଇଣ୍ଡିଆ ସେବା କାର୍ଯ୍ୟକୁ ତୁମେ ତୋଳି ଧରିଅଛ ପ୍ରଭୁଙ୍କ ଅଶେଷ ଅଶେଷ ଧନ୍ୟବାଦ ପିତା ପ୍ରଭୁ ବର୍ଷର ଦ୍ୱିତୀୟ ମାସରେ ପଦାର୍ପଣ କରି ପ୍ରଭୁଙ୍କ ଏହି ଚତୁର୍ଦିନରେ ପ୍ରଭୁ ଯୀଶୁ ତୁମରି ପ୍ରଶଂସା ଆରାଧନା କରୁ କରୁ ପ୍ରଭୁ ତୁମରି ଉପସ୍ଥିତି ମଧ୍ୟରେ ଆମମାନଙ୍କୁ ରଖିଅଛ ଏଥିପାଇଁ ଧନ୍ୟବାଦ ଦଉଛି ପ୍ରଶଂସା କରୁଛୁ ପିତା ଗୌରବ କରୁଛୁ ପିତା ପରମେଶ୍ୱର ପ୍ରଭୁଙ୍କ ହାଲେଲୁୟା ପିତା ତୁମ ଉପସ୍ଥିତି ପାଇଁ ଧନ୍ୟବାଦ କରାଯା ଜୀବନ୍ତ ପରମେଶ୍ୱର କଣ ଦେଇ ତୁମକୁ ଧନ୍ୟବାଦ ଦେବୁ କଣ ଦେଇ ତୁମରି ଗୌରବ କରିବୁ ପିତା ପରମେଶ୍ୱର ଯାହା ତ ଦେଇଅଛ ସବୁ ମଙ୍ଗଳ ଦାନ ଦୟାଳୁ ପରମେଶ୍ୱର ହାଲେଲୁୟା ପିତା ଏ ଯାବତ ଏତେ ବର୍ଷ ହେଲାଣି ପ୍ରଭୁଙ୍କ ତୁମେ ରିଏଲ ମିନିଷ୍ଟ୍ରି ଅଫ୍ ଇଣ୍ଡିଆକୁ ତଳି ଧରିଅଛ ଏଥିପାଇଁ ଧନ୍ୟବାଦ ଦଉଛି ଜୀବନ୍ତ ପରମେଶ୍ୱର ଆଜିର ସେବା କାର୍ଯ୍ୟରେ ପ୍ରଭୁଙ୍କ ତୁମ ଦାସୀ ରାଜା ଲିଡିଙ୍ଗ କରୁ କରୁ ପିତା ପରମେଶ୍ୱର ଏତେବେଳେ ଯେତେ ପ୍ରାର୍ଥନାର ବିଷୟ ରାଜା ଜଣାଇ ଅଛନ୍ତି ପ୍ରଭୁଙ୍କ ତାହା ତୁମ ନିକଟରେ ଜଣେଇ ଅଛନ୍ତି ପିତା ପ୍ରଭୁ ମୁଁ ଧୂଳି ଅକିଞ୍ଚନ ମନୁଷ୍ୟ Lord, I am nothing, Jesus. Oh, Holy Spirit, God, I am nothing, Lord. ପ୍ରଭୁ କ ଆଜିର ଗୀତ ଅନୁସାରେ ପ୍ରଭୁ କ ରାଜା ପ୍ରଭୁ ଆପଣଙ୍କୁ ଆମେ ଦେଖିଲୁ ପ୍ରଭୁ ଆମେ କିଛି ନହୁଁ ପ୍ରଭୁ ଯୀଶୁ ଅଲୋଡ଼ା ପ୍ରଭୁ ଆଜି ଜଗତରେ ସେ ପାଳକୁଟା ସଦୃଶ୍ୟ ପ୍ରଭୁକ କେହି ମଧ୍ୟ ପଚାରୁନାହାନ୍ତି ରାସ୍ତାରେ ପଡି ରହିଥାଉଛି ପ୍ରଭୁ ଯୀଶୁ ଧାନ ଲୋକମାନେ ନିଅନ୍ତି କିନ୍ତୁ ପ୍ରଭୁ ତାର କୁଟା ପ୍ରଭୁକ ସେ ପାଳକୁ ଛାଡିକି ଯାଆନ୍ତି କିଛି କାମକୁ ନାଇଁ ବୋଇଲା ଭଳିଆ ସେଇ ପ୍ରକାର ମାନଙ୍କ ଜୀବନ ଥିଲା ପ୍ରଭୁଙ୍କ ତୁମେ ଦୟା କଲ ରାଜା ଯୀଶୁ ତୁମେ ଆମମାନଙ୍କୁ ବାଛିଲ ପିତା ସେ ଅନ୍ଧକାର ରାଜ୍ୟରୁ ଆଲୋକ ନିକଟକୁ ଆଣିବାକୁ ଆଲୋକର ରାଜ୍ୟ ଆଲୋକର ସନ୍ତାନ ହେବାକୁ ଦେଇଅଛ ପ୍ରଭୁ ଯୀଶୁ ତୁମରି ପ୍ରିୟ ଦାସୀ ଆରାଧନା କରି ଯାଇଥିବା ପ୍ରିୟ ଭଉଣୀ ସୁଜାତା ସାମଲ ଭଉଣୀଙ୍କୁ ପ୍ରଭୁ ତୁମ ଦାସୀଙ୍କୁ ତୁମ ଚରଣ ତଳେ ସମର୍ପିତ କରୁଅଛୁ ପିତା ପରମେଶ୍ୱର ଅତି ସୁନ୍ଦର ଆରାଧନା କରିବା ପାଇଁ ପିତା ତୁମରି ଗୌରବ କରିବା ପାଇଁ ତମେ ଆହ୍ୱାନ କରିଅଛ ତୁମରି ସେବା କରିବାକୁ ତୁମେ ଡାକିଅଛ ତୁମରି ମନ ଦେଇଅଛ ପିତା ଏଇ ପ୍ରାତ କାଳରେ ପିତା ପରମେଶ୍ୱର ଧନ୍ୟବାଦ ଦଉଛୁ ପ୍ରିୟ ଭଉଣୀଙ୍କ ପାଇଁ ପିତା ତୁମେ ତାଙ୍କୁ ଆଶୀର୍ବାଦ କର ତାଙ୍କର ପ୍ରତ୍ୟେକ ମନ ବାଞ୍ଛା ତମେ ପୁରା କର ପିତା ପ୍ରଭୁ ଯୀଶୁକୁ ତାଙ୍କର ଯାହା ଗୁପ୍ତ ପ୍ରାର୍ଥନା ଅଛି ତମେ ଶୁଣ ପ୍ରଭୁ ଆଗାମୀ ଦିନ ଅଧିକରୁ ଅଧିକ ତୁମ ସାମର୍ଥ୍ୟରେ ତୁମରି ଆତ୍ମାରେ ଅଭିଷେକରେ ଆହୁରି ପରିପୂର୍ଣ୍ଣ ହେଇ ପିତା ତୁମରି ଗୌରବ ଉପାସନା କରିବାକୁ ତୁମ ସେବା କରିବାକୁ ଶକ୍ତିଯୁକ୍ତ କର ପ୍ରଭୁ ଯୀଶୁ ହାଲେଲୁୟା ପିତା ଧନ୍ୟବାଦ ଧନ୍ୟବାଦ ପ୍ରଭୁ ଯୀଶୁଙ୍କ ଉତ୍ତମ କଣ୍ଠ ଦେଇଅଛ ଆହୁରି ତୁମରି ଶକ୍ତିରେ ରାଜା ତୁମରି ବଳରେ ତୁମରି ପରାକ୍ରମରେ ତମେ ତାଙ୍କୁ ତୁମେ ଅଫଲାଇନ ଅନଲାଇନ ପ୍ରତ୍ୟେକ ଷ୍ଟେଜରେ ତମେ ଠିଆ କର ପିତା ତୁମ ଉଦ୍ଦେଶ୍ୟରେ ତାଙ୍କୁ ଠିଆ କର ବୋଲି ବିନତି କରୁ ରାଜା ମଙ୍ଗଳମୟ ସଦା ପ୍ରଭୁ ତାଙ୍କ ସପରିବାରର ପ୍ରତ୍ୟେକ ଭାର ତୁମେ ନିଅ ପିତା ମଙ୍ଗଳମୟ ପ୍ରଭୁ ଧନ୍ୟବାଦ ଧନ୍ୟବାଦ ଏତେବେଳେ ତୁମ ଜୀବନ୍ତ ପବିତ୍ର ବାକ୍ୟ
ଶକ୍ତିଯୁକ୍ତ ବାକ୍ୟ, ଏଇ ଆତ୍ମିକ ମାନା, ଏଇ ପ୍ରାତଃ କାଳରେ ପ୍ରଭୁଙ୍କ ଇସ୍ରାଏଲ ଲୋକମାନେ ଗୋଟାଇକି ରଖୁଥିଲେ, ସେଇ ପ୍ରକାର ପ୍ରଭୁଙ୍କ ତୁମ ଜୀବନ୍ତ ବାକ୍ୟ ପ୍ରଭୁ ଦୁର୍ଭିକ୍ଷ ଆସିବା ପୂର୍ବରୁ ଏଇ ସୁଭିକ୍ଷ ସମୟର ବାକ୍ୟର ସୁଭିକ୍ଷ ସମୟରେ ପ୍ରଭୁ ଆମମାନେ ଆଜିର ଆତ୍ମିକ ମାନା ରାଜା ଭୋଜନ କରିବ, ଆମର ଆତ୍ମା ବଳିଷ୍ଠ ହେବ। ପ୍ରଭୁକୁ ଆମମାନଙ୍କର ପାପ ଦୋଷ ଦୁର୍ବଳତା ତୁମେ କ୍ଷମା କର। ବାକ୍ୟ ଦ୍ଵାରା ପୁନର୍ବାର ଆମମାନଙ୍କ ଜୀବନକୁ ଗଠନ କର ପିତା, ଯେପରି ତୁମରି ଗୌରବମୟ ଆଗମନର ଅପେକ୍ଷାରେ ରହିପାରିବୁ। ପ୍ରଭୁ ଯୀଶୁ ଏଥିପାଇଁ କୃପା କର। ସକଳ ଗୌରବ ମହିମା ତୁମର ହଉ। ଏ ଯାବତ୍ ତୁମେ କଢାଇ ଆଣିଅଛ, ଆଗକୁ ମଧ୍ୟ ତୁମେ କଢାଇ ନିଅ ପିତା। ବାକ୍ୟ ରୂପୀ ଈଶ୍ୱର, ତୁମରି ଆତ୍ମାଙ୍କ ଦ୍ଵାରା ତୁମେ କଥା କୁହ। ତୁମ ଦାସଙ୍କ ମୁଖପାତ୍ର ତୁମେ ହୁଅ ପ୍ରଭୁ। ଧନ୍ୟବାଦ ପ୍ରଶଂସା ତୁମର ହଉ ପିତା। ନାଜରିତ ପ୍ରଭୁ ଯୀଶୁଙ୍କ ନାମରେ ମାଗିଲୁ ପ୍ରଭୁ, ତୁମେ ସ୍ୱର୍ଗରୁ ଥାଇ ଦୟାରେ ଶୁଣ। ଆମେନ୍ ଆମେନ୍। ଆମେନ୍। ଧନ୍ୟବାଦ ଭାଇ, ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆଶୀର୍ବାଦ କରନ୍ତୁ। ସୁନ୍ଦର ଭାବରେ ବୋଝର ସହିତ ପ୍ରାର୍ଥନା କରିଥିବାରୁ ଆପଣଙ୍କୁ ଧନ୍ୟବାଦ ଦିଏ। ଆସନ୍ତୁ ଆମମାନେ ଏ ସମୟରେ ଈଶ୍ୱରଙ୍କର ସେ ମୁଖ ନିଃସୃତ ଜୀବନ୍ତ ବାକ୍ୟକୁ ଆମମାନେ ଏ ସମୟରେ ଶ୍ରବଣ କରିବାକୁ ଯିବା। ଆମମାନେ ଏ ସମୟରେ ଆମମାନଙ୍କର ସୁଜାତା ସାମଲ ସିଷ୍ଟରଙ୍କ ଦେଇ ଆମମାନେ ନିଜକୁ ପ୍ରସ୍ତୁତ କରିଛୁ ଆଉ ଈଶ୍ୱରଙ୍କର ଜୀବନ୍ତ ବାକ୍ୟ ଶ୍ରବଣ କରିବା ନିମନ୍ତେ ଆମମାନେ ପ୍ରଭୁଙ୍କ ଉପସ୍ଥିତି ମଧ୍ୟରେ ଅଛୁ। ଯଦି ଆମମାନେ କମ୍ଫର୍ଟେବୁଲ ଜାଗାରେ ଅଛୁ, ତେବେ ଆମମାନେ ଭିଡିଓ ଅନ୍ କରିବା, ବସିବା। ଯଦି କିଏ ମର୍ଣ୍ଣିଂ ୱାକ୍ ଯାଇଛନ୍ତି ତାହେଲେ ଭିଡିଓ ଅଫ୍ କରି ରହିଲେ ହେବ, କିନ୍ତୁ ଆମେ ସମସ୍ତେ ଯଦି ଘରେ ଅଛୁ ତେବେ ଆମେ ସମସ୍ତେ ଭିଡିଓ ଅନ୍ କରିକି ବସିବା। ଯେହେତୁ ଈଶ୍ୱରଙ୍କର ଦାସ ଆଉ ସେ ମନୋନୀତ ଦାସ ସେ ଈଶ୍ୱରଙ୍କର ଜୀବନ୍ତ ବାକ୍ୟ ନେଇ ଆସିଅଛନ୍ତି, ଆଉ ସେଥିପାଇଁ ଆମେ ସମସ୍ତେ ଭିଡିଓ ଅନ୍ କରି ବସିବା। ଆସନ୍ତୁ ଆମେ ଏ ସମୟରେ ଈଶ୍ୱରଙ୍କର ଜୀବନ୍ତ ବାକ୍ୟ ଶ୍ରବଣ କରିବାକୁ ଯିବା। ଆଉ ଆଜି ଆମମାନଙ୍କ ଗହଣରେ ଆମମାନଙ୍କର ରିଏଲ ମିନିଷ୍ଟ୍ରି ଅଫ ଇଣ୍ଡିଆରେ ଏଇ ଜୁମ୍ ରେ ଆଉ ସୁଦୂର ରାୟଗଡାରୁ ଆମମାନଙ୍କର ପ୍ରିୟ ଆଜ୍ଞା ପୁଣି ମହାନ ପରମେଶ୍ୱରଙ୍କର ଅଭିଷିକ୍ତ ଦାସ ଆଉ ରେଭରେଣ୍ଡ ବିଭୁଦାନ ପ୍ରଧାନ ଆଜ୍ଞା ଆଜି ଆମମାନଙ୍କ ଗହଣରେ ଉପସ୍ଥିତ ଅଛନ୍ତି। ଆଉ ଏଇ ସମୟରେ ଆଜ୍ଞାଙ୍କ ମୁଖରୁ ଆମମାନେ ଈଶ୍ୱରଙ୍କର ଜୀବନ୍ତ ବାକ୍ୟ ଶ୍ରବଣ କରିବାର ସୁଯୋଗ ପାଇଅଛୁ। ସେଥିପାଇଁ ଆସନ୍ତୁ ଆମମାନେ ଏଇ ସମୟରେ ଆଉ ପ୍ରଭୁଙ୍କର ମନୋନୀତ ଦାସଙ୍କୁ ଏକ ବାକ୍ୟ ଦେଇ ମୁଁ ସ୍ୱାଗତ କରିବାକୁ ଚାହେଁ। ପ୍ରଭାତରେ ଆମ୍ଭମାନଙ୍କୁ ତୁମ୍ଭ ଦୟାରେ ତୃପ୍ତ କର, ତହିଁରେ ଆମ୍ଭେମାନେ ଯାବଜୀବନ ହୃଷ୍ଟ ଓ ଆନନ୍ଦିତ ହେବା। ଈଶ୍ୱରଙ୍କର ଏଇ ଜୀବନ୍ତ ବାକ୍ୟ ଦେଇ ପ୍ରିୟ ପାଳକ ମହାଶୟ ରେଭରେଣ୍ଡ ବିଭୁଦାନ ପ୍ରଧାନ ଆଜ୍ଞାଙ୍କୁ ଆସନ୍ତୁ ଗୋଟେ ଉଚ୍ଚ କରତାଳ ଦେଇ ଆମମାନେ ସ୍ୱାଗତ କରିବା ଈଶ୍ୱରଙ୍କର ଜୀବନ୍ତ ବାକ୍ୟ ପ୍ରଦାନ କରିବା ନିମନ୍ତେ। ପ୍ରେଜ୍ ଦ ଲର୍ଡ ଆଜ୍ଞା, ପ୍ରେଜ୍ ଦ ଲର୍ଡ। ଆଉ ଆଜି ମୁଁ ପୁନର୍ବାର ଦ୍ୱିତୀୟ ଥର ଆଜ୍ଞାଙ୍କୁ ସ୍ୱାଗତ କରିବା ନିମନ୍ତେ ସୁଯୋଗ ପାଇଲି, ସେଥିପାଇଁ ପ୍ରଭୁଙ୍କୁ ଧନ୍ୟବାଦ ଦେବା ସହିତ ଆମମାନଙ୍କର ହୋଷ୍ଟ ଆଜ୍ଞାଙ୍କୁ ମଧ୍ୟ ଧନ୍ୟବାଦ ଦିଏ। ପ୍ରେଜ୍ ଦ ଲର୍ଡ ଆଜ୍ଞା, ଆଗାମୀ ସମୟ ଆପଣଙ୍କର। Praise the Lord. Good morning to all. ମୁଁ ଭାବୁଛି ଭଲରେ ଅଛନ୍ତି ଆପଣ ମାନେ, ଖୁସି ଅଛନ୍ତି। Praise the Lord. ପ୍ରଭୁଙ୍କର ନାମ ଧନ୍ୟବାଦ ଦିଏ, ଯେଉଁ ପରମେଶ୍ୱର ଆମମାନଙ୍କୁ ବାଛିଛନ୍ତି। ମର୍ଣ୍ଣିଂ ରେ ସକାଳୁ କଣ ଭଲ ଲାଗେ? ମର୍ଣ୍ଣିଂ ରେ କଣ ଭଲ ଲାଗେ ଆମମାନଙ୍କୁ? ଅତି ପ୍ରଭାତରେ ଆଉ ଟିକେ ଶୋଇବାକୁ ଭଲ ଲାଗେ। ଭେରି ଗୁଡ୍। ସକାଳ ମତେ ଚାହା ଟିକେ ଭଲ ଲାଗେ। ଅଦା ପଡିଥିବ, ଟିକେ ଗୋଲମରିଚ ପଡିଥିବ, ଆଉ ଟିକେ ଡାଲଚିନି, ତାପରେ ଏମିତି ଯୋଉଟା କି ଗଳା ସଫା ରହିବ, ଏଇଟା ଟିକେ ପକେଇକି ଯଦି କପେ ଚାହା ଟିକେ ମିଳିବ କୋଉଠି, ଭଲ ଲାଗେ। ତ ସେଇଭଳିଆ ଏକ ଚାହା ଖଟିରେ ବସିଲା ଭଳିଆ ଆମେ ବସି ଅଳ୍ପ ସମୟ କିଛି ଡିସ୍କସନ କରିବା, ମାଇଣ୍ଡ ଫ୍ରେଶ ଭଳିଆ। କାରଣ ଆଜିର ଜଗତ ମଧ୍ୟରେ ପ୍ରଭୁ ଯୋଉ ପ୍ରେମ କରିକି ଆମମାନଙ୍କୁ ଦେଇଛନ୍ତି, ବଡ ବିଚିତ୍ର ଲାଗୁଛି। ଗୋଟିଏ ବିଷୟକୁ ଜଗତ ବୁଝି ପାରୁନି। ଜଣକର ଜନ୍ମ, ଜଣକର ମୃତ୍ୟୁ, ଜଣକର ଜୀବନ ଶୈଳୀ ଆଜି ପର୍ଯ୍ୟନ୍ତ ଜଗତ ଗ୍ରହଣ କରିପାରୁନି। ସେ ହଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଆଜି ପର୍ଯ୍ୟନ୍ତ ଅନେକ ସରକାର, ଅନେକ ଲୋକ, ଅନେକ ନେତା ଗୁଡାକ
ଏଇ କଥାକୁ ତାଙ୍କ ଭିତରେ ମିଷ୍ଟ୍ରିସ୍ ହେଇକି ରହିଯାଇଛି, ନିଗୁଡ ହେଇକି ରହିଯାଇଛି। ଆଜି ପର୍ଯ୍ୟନ୍ତ ବୁଝି ପାରୁନାହାନ୍ତି। କିନ୍ତୁ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରି ଏ ପ୍ରାତଃ ସମୟରେ ପ୍ରିୟ ପ୍ରଭୁଙ୍କର ଦାସ ମୋର ଆଜ୍ଞାଙ୍କ ଦେଇ ଆମମାନଙ୍କୁ ଏକତ୍ର କରିଛନ୍ତି। ତାଙ୍କୁ ମଧ୍ୟ ମୋର କୃତଜ୍ଞତା ନମସ୍କାର ଜଣାଏ। ଆଉ ପୁଣି ଉପସ୍ଥିତ ପ୍ରତ୍ୟେକ ପ୍ରଭୁଙ୍କର ଦାସ ଦାସୀ ମାନଙ୍କୁ ମଧ୍ୟ ମୋର ନମସ୍କାର ଜଣାଏ। ପୁଣି ବିଶେଷ କରି ଆଜି ବହୁତ ଖୁସି ଲାଗିଲା ସୁଜାତା ସାମଲ ଭଉଣୀ ଆଉ ବହୁତ ସୁନ୍ଦର ଗୀତ ପରିବେଷଣ କଲେ, ହାର୍ଟ ଟଚିଂ। ପ୍ରଭୁ ତାଙ୍କୁ ଆଶୀର୍ବାଦ କରନ୍ତୁ, ତାଙ୍କ ପରିବାରକୁ ବି ଆଶୀର୍ବାଦ କରନ୍ତୁ। ଆଉ ଏଇଭଳି ୱାର୍ସିପର ମାନଙ୍କୁ ପ୍ରଭୁ କାଢନ୍ତୁ, ଯୋଉମାନେ କି ଆତ୍ମାର ସହିତ ବାସ୍ତବ ସହିତ ଲୁହ ଝରେଇକି ହୃଦୟର ମାନେ କୃତଜ୍ଞତା ସହିତ କୃତାଞ୍ଜଳି ସହିତ ସେମାନେ ଆରାଧନା କରନ୍ତି। ଅନେକ ସମୟରେ ଆଉ ପ୍ରଭୁ ସେହି ଜାଗାରେ ଅଳ୍ପ ହଉ, ଅଳ୍ପ କଥାରେ ପ୍ରଭୁ ବହୁତ କାର୍ଯ୍ୟ କରିଥାନ୍ତି ଅନେକ ସମୟରେ। ପ୍ରେଜ୍ ଦ ଲର୍ଡ। ଆପଣ ମାନଙ୍କର ଆଉ ଏଇଠାରେ ପ୍ରସଙ୍ଗ ଚାଲିଛି ବୋଧେ। ଗତ ଦିନ ବହୁତ ସୁନ୍ଦର ଲାଗୁଥିଲା, ଜଣେ ପ୍ରଭୁଙ୍କର ଦାସ କହୁଥିଲେ ପରିବର୍ତ୍ତନ ବିଷୟରେ। ଏଡିସନ ଆଜ୍ଞା, ମୁଁ ମଧ୍ୟ ଜଏନ କରିଥିଲି, ଭଲ ଲାଗିଲା, ମତେ ବହୁତ ଖୁସି ଲାଗିଲା ତାଙ୍କର ମେସେଜ। ତ ଏମିତି ଗୋଟେ ଜଣେ ପ୍ରଚାରକ କହୁଥିଲେ, ଗୋଟେ ମିଟିଂ ରେ ସେ କହିଲେ କି ଆପଣ ମାନଙ୍କୁ ମୁଁ କଣ କହିବା ପାଇଁ ଯାଉଛି ତାହା ଜାଣିଛନ୍ତି କି କହିଲେ। ସେମାନେ କହିଲେ ଆମେ ଜାଣିନୁ କହିଲେ। ଯେତେବେଳେ ଜାଣିନୁ କହିଲେ, ଆଉ ଜାଣିନ ତ ମୁଁ ପଳେଇ ଯାଉଛି ବୋଲି ସେ ପଳେଇ ଗଲେ। ଆଉ ସେକେଣ୍ଡ ଦିନ ଆସିଲେ, 3 ଦିନର ମିଟିଂ ଟା। ଆଜି ଆପଣ ମାନେ ମୁଁ କଣ କହିବା ପାଇଁ ଚାହୁଁଛି ଆପଣ ମାନେ ଜାଣିଛନ୍ତି କି? ସେମାନେ କହିଲେ ଜାଣିଛୁ ବୋଲି କହିଲେ। ଜାଣିନୁ ବୋଲେ ପଳେଇ ଗଲେ କାଲି, ଆଜି ଜାଣିଛୁ ବୋଲି କହିବା। ସେ କହିଲେ ଜାଣିଛ ତ, ଆଉ ମୁଁ କଣ କହିବି ବୋଲି ଆଉ ଥରେ ପଳେଇ ଗଲେ। ଥାର୍ଡ ଦିନ ଆସିଲେ, ସେମାନେ ରେଡି ହେଇଗଲେ ଯେ ଆଜ୍ଞା ପଚାରିବେ ଏଇଟା। ଅଧା ଲୋକ କହିବା ଜାଣିଛୁ ବୋଲି କହିବା, ଅଧା ଲୋକ ଜାଣିନୁ ବୋଲି କହିବା ବୋଲି କହିଲେ ସେମାନେ। ସେ ପଚାରିଲେ ଆଜି ମୁଁ କଣ କହିବା ପାଇଁ ଚାହୁଁଛି ଆପଣ ମାନେ ଜାଣିଛନ୍ତି କି? ଅଧା ଲୋକ କହିଲେ ଜାଣିଛୁ କହିଲେ, ଆଉ ଅଧା ଲୋକ କହିଲେ ଆମେ ଜାଣିନୁ ବୋଲି କହିଲେ। ସେ କହିଲେ ଯୋଉମାନେ ଜାଣିଛ ନ ଜାଣିବା ଲୋକକୁ କହିକି କହିଦିଅ ମୁଁ ଯାଉଛି ବୋଲି କହିଲେ। ତ ସେମାନେ କନଫ୍ୟୁଜନ ହେଇକିରି ରହିଲେ। ପ୍ରଭୁଙ୍କର ଦାସ ସେମାନଙ୍କୁ ଏ ପ୍ରକାର ଭାବରେ ଚାଲିଗଲେ। ଜଣେ ଲୋକ ଏହା ଏମିତି କହୁଥିଲେ। ଏବେ ଆଜି ପ୍ରଭୁଙ୍କର ବାକ୍ୟ ମାନଙ୍କୁ କହେ ପରିବର୍ତ୍ତନ ଜୀବନ ବା ପରିବର୍ତ୍ତନର ଜୀବନ, ଏ ଉପରେ ଆପଣଙ୍କର ପ୍ରସଙ୍ଗ ରହିଛି। କିନ୍ତୁ ମୁଁ ଆଉ ସେ ପ୍ରସଙ୍ଗକୁ ଦେଖିନି। ଅଲଗା ଜିନିଷ ମୁଁ ରିଭାଇଭଲ ଇନ ଦ ସି, ସମୁଦ୍ରରେ ଏକ ରିଭାଇଭଲ, ସମୁଦ୍ର ଭିତରେ ସମୁଦ୍ର ବାହାରେ ରିଭାଇଭଲ ଉପରେ କିଛି କହିବା ପାଇଁ ଯାଉଥିଲି, କିନ୍ତୁ ଦେଖିଲି ଯେ ବଡ ବଡ ଅକ୍ଷର ଉପରେ ପରିବର୍ତ୍ତନର ଜୀବନ ଲେଖା ହେଇଛି। ସେଥିପାଇଁ ସେଇଟା କହିବା ପାଇଁ ମୁଁ ଇଚ୍ଛା କରୁଛି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ତେବେ ଆସନ୍ତୁ ଆଉ ଥରେ ପଦେ ପ୍ରାର୍ଥନା କରିବା। ପ୍ରଭୁଙ୍କର ବାକ୍ୟ ଶ୍ରବଣ କରିବା ପୂର୍ବରୁ ଆମମାନେ ବାସ୍ତବ ପରିବର୍ତ୍ତନର ଜୀବନ ଉପରେ ଜାଣିବା ପୂର୍ବରୁ ବା ଜାଣିଛୁ ଅନେକ ବିଷୟ, ତାହାକୁ ଆଉ ଥରେ କିଛି ଆମେ ଗୋଟେ ଚାହା ପିଇଲା ଭଳିଆ ମାଇଣ୍ଡକୁ ଫ୍ରେଶ କରିବା। ପ୍ରିୟ ପ୍ରଭୁ, ତୁମର ଧନ୍ୟବାଦ କରୁଛୁ। ତୁମେ ମହାନ, ତୁମେ ଆଶ୍ଚର୍ଯ୍ୟ, ତୁମେ ପରାକ୍ରାନ୍ତ ପରମେଶ୍ୱର ପ୍ରଭୁ। ତୁମେ ଆଜି ତୁମର ଗୋଟିଏ ଲକ୍ଷ୍ୟ ରହିଛି ପ୍ରଭୁ, ମନୁଷ୍ୟ ପରିବର୍ତ୍ତନ ହଉ, ମନୁଷ୍ୟ ପରମେଶ୍ୱରଙ୍କୁ ଜାଣୁ। ଜୀବନ ପରିବର୍ତ୍ତନକାରୀ ପରମେଶ୍ୱର ତୁମେ, ତୁମର ବାକ୍ୟ ଦ୍ବିଧାର ଖଡ୍ଗ ସଦୃଶ୍ୟ ପ୍ରଭୁ। ତୁମେ ଆମ ମାନଙ୍କୁ କଥା କୁହ, ତୁମର ରକ୍ତ ଦ୍ୱାରା ମାର୍ଜିତ କର ପ୍ରଭୁ, ପରିଷ୍କୃତ କର, ସଫା କରିଦିଅ ଏବଂ ସମ୍ପୂର୍ଣ୍ଣ ତୁମର ଔଦ୍ଦେଶ୍ୟରେ ନିଷ୍କଳଙ୍କ ନିର୍ଦାଗ ସହିତ ପ୍ରଭୁ ବଞ୍ଚିବା ପାଇଁ ପ୍ରଭୁ ଆମକୁ ସାହାଯ୍ୟ କର। ଏ ତ୍ରୁଟିପୂର୍ଣ୍ଣ ଜଗତ ଭିତରେ ବିଭିନ୍ନ ସମସ୍ୟା, ବିଭିନ୍ନ ପ୍ରକାର ପ୍ରଭୁ ତାଡ଼ନା, ନିନ୍ଦା, ଅପମାନ, ତୁଚ୍ଛ ତାଚ୍ଛଲ୍ୟ ଭିତରେ ମଣ୍ଡଳୀକୁ ତୁମେ ସୁରକ୍ଷା କରି
तुमरी राज्य निमंते प्रस्तुत करथबारु धन्यवाद करूछु। एई प्रोग्राम रो प्रभु उद्योक्ता मानक आशीर्वाद करो एवं रियल मिनिस्टर प्रत्येक को दया करो, उपस्थित प्रत्येक भाई भूणी मानक आशीर्वाद करो प्रभु। आज वाक्य द्वारा हमको कथा को महिमा गौरव तुम्हें पाओ प्रभु जीशु नाम रे प्रार्थना करछु पिता, आमेन। आसु पढ़िबा जे परिवर्तन रो जीवन कौन, परिवर्तन कहिले कौन, चेंज लाइफ और ट्रांसफॉर्मिंग लाइफ दुईटी विषय बा चेंजिंग करबा होची बदलैबा एवं ट्रांसफॉर्म करबा होची परिवर्तन करबा बा रूपांतरमय करबा। तबे चेंज लाइफ को परमेश्वर एतेटा गुरुत्व दियंती नाही। अनेक लोक निजर जीवन को बदलांती, निजर भाषा को बदलांती, निजर शैली को बदलांती, किंतु ट्रांसफॉर्म करि पारंती नाही बा रूपांतर बा परिवर्तन करि पारंती नाही। बदलैबा माने कोन? बदलैबा जड़े मधुआ बदलिला, जड़े बेसिया लोक बेसिया काम करथिला बदलिला, छेतिकिरे से रहिला, किंतु आगो को कोन करि पारुछि से जाने नाही। साप जदि पशु मानक भितरे हम देखु, साप तार चमड़ा को बा तार ऊपर अंश को वर्ष को थरे बदलाई दिए, किंतु तार विष से छाड़ी न थाए। ता विष को से रखी थाए, चमड़ा को किंतु पुनर्बार पुराना चमड़ा बाहर करके नुआ चिक चिक चमड़ा से धारण करे, किंतु ता भितरे थिबा विषाक्त जिनस को से कौन करे? छाड़ी न थाए। किंतु गोटे संभालुआ पोक साधारण भाव में आम समस्ते जानू, ताहा जेतेबेले जाए से निजको परिवर्तन करे, ट्रांसफॉर्मिंग करे, आउ तारो जो ऊपर सबू आउ केश गुड़ाक थाए सेटा छुईले बा लागिले देह पाए बहुत कुंडिया हुए, किंतु जेतेबेले सी प्रजापति रे परिणत हुए सेतेबेले ताहार समस्त रंग समस्त विषय को परिवर्तन करी एक सुंदर देखा जाए। आउ छोट छोट पिला माने खेलिया पाई धरिबा पाई बहुत सेमानक प्रति आकृष्ट हुंती। यह होछि बदलाइबा एवं परिवर्तन करिबा। प्रभु चाहती आमको किछिटा विषय करिया पाई। क्रिश्चियन जीवन रे आमनकर बदलिबार अभिप्राय कोन अटे? आमे बदलिछु बोली जानिबा किमिति? आम परिवर्तन परे आमनकर लाइफस्टाइल कोन हेबा दरकार अछि? मोर आवाजटा भलो आसी पारुछि आपण माक पाखु एई स्थल। एबे आसु आमने अल्प समय गोटे चिंता करिबा पुराना विषय। अति पुराना विषय आम चिंता करिबा जे बदलिबा लोक तार लाइफस्टाइल कोन हेबा दरकार अछि। माने बदलिबा लोक तार लाइफस्टाइल कोन हेबा दरकार अछि। से प्रथमे तार वर्किंग बा आचरण को से कौन करे? बदलाए एवं कालक्षेपण करे। कालक्षेपण करे तीतस पुस्तक तार 3 अध्याय बोधे 8 पदर गोटे सुंदर कथा लेखा अच्छे टिके पढ़िबा। एही कथा विश्वास्य आउ जेपरि ईश्वरଙ୍କ ठारे विश्वासकारी माने समस्त सत्कर्मरे व्यापृत रहिबाकु मनोयोगी हुअन्ति। एथि निमंते समस्त विषय रे दृढ़ रूपे शिक्षा दियो बोली मोर इच्छा। एही समस्त विषय मनुष्य मानक पक्षरे उत्तम और हितजनक। ओके 3:3 पढ़ंतु। कारण पूर्वे आम्भे माने मध्य निर्बोध अबाध्य भ्रांत पुणी नाना प्रकार गो अभिलाष व
ସୁଖ ଭୋଗର ଦାସ ଥିଲୁ, ହିଂସା ଓ ଈର୍ଷାରେ କାଳକ୍ଷେପଣ କରୁଥିଲୁ, ଆଉ ଘୃଣାର ପାତ୍ର ହୋଇ ପରସ୍ପରକୁ ଘୃଣା କରୁଥିଲୁ। କୋଉଠି କାଳକ୍ଷେପଣ କରୁଥିଲୁ? କୋଉଠି ବୋଲି ଲେଖା ଅଛି ଆଜ୍ଞା? ଈର୍ଷାରେ। ହିଂସା ଏବଂ ଈର୍ଷାରେ କାଳକ୍ଷେପଣ କରୁଥିଲୁ। ପୂର୍ବରେ ଜଣେ ପରିବର୍ତ୍ତନ କୋଉଠୁ ହୁଏ, କେମିତି ହୁଏ, କାହିଁକି ହୁଏ, କେତେବେଳେ ହୁଏ, ଏହା ଯଦି ଜଣେ ପ୍ରଶ୍ନ କରେ, ଆଜିକାଲି ମିଡିଆରେ ପ୍ରଶ୍ନ କରୁଛନ୍ତି କେମିତି ତୁମେ ଖ୍ରୀଷ୍ଟିଆନ ହେଲ? ମୋ କଥା କହିବି, ମତେ ପ୍ରଭୁ ସ୍ୱପ୍ନରେ ଆହ୍ୱାନ କଲେ 3 ଥର, ଆଉ ସେ ସ୍ୱପ୍ନ ଦ୍ୱାରା ମୁଁ ବୁଝିପାରିଲି ନାହିଁ। ମୁଁ ଅନେକ ଦିନ ବିଳମ୍ବ କଲି, ରହିଲି, ପୁନର୍ବାର ସ୍ୱପ୍ନ ହେଲା। ଜଣେ ପ୍ରଭୁଙ୍କର ଦାସ ଜଣେ ଆସିଲେ, ପୁରୁଣା ଲୋକ, ଆଉ ସେ ମତେ ଘରକୁ ଆସିଲେ ଅକସ୍ମାତ। ସେ କହିଲେ କି ପ୍ରଭୁ ତମକୁ ଆହ୍ୱାନ କରୁଛନ୍ତି ବାବୁ ବୋଲି କହିଲେ। ମୁଁ ତାକୁ ଭ୍ରୁକ୍ଷେପ କଲି ନାହିଁ। ଅକସ୍ମାତ ଗୋଟେ ରାତିରେ ପ୍ରଭୁ ତ କହିଲେ, ୟୁ ପ୍ରିଚ୍ ମାଇ କ୍ରସ୍, ମୋର କ୍ରୁଶକୁ ତୁମେ ପ୍ରସାର କର। ପ୍ରଭୁ ଆହ୍ୱାନ କଲେ। ତାର କିଛି ଦିନ ପରେ ମୁଁ ପାହାଡରେ 3 ଦିନ ଉପବାସ ପ୍ରାର୍ଥନା କଲି। କେହି ଜାଣିନାହାନ୍ତି, ଆମ ଘର ଲୋକ ଖୋଜୁଛନ୍ତି ସମସ୍ତେ। ମୁଁ ବିନା କୌଣସି ପ୍ରକାର କେବଳ ବାଇବଲ ଧରିକି କୌଣସି ଜିନିଷ ନ ନେଇକି ମୁଁ ପଳେଇଲି। 3 ଦିନ ମୁଁ ପାହାଡରେ ରହିଲି। ଏଟା ମୋର ପରିବର୍ତ୍ତନ। ଆଉ ସେଦିନଠୁ ପ୍ରଭୁଙ୍କ ସେବା କାର୍ଯ୍ୟରେ ପ୍ରଭୁ ମତେ ବ୍ୟବହାର କଲେ। ମୁଁ ଗଲି ବାଇବଲ ଟ୍ରେନିଂ, ବିଭିନ୍ନ କଥା ହେଲା, ସେବା କାର୍ଯ୍ୟ ମୁଁ କରିଛି। ଆଜି ପର୍ଯ୍ୟନ୍ତ ଏଇ ସାକ୍ଷ୍ୟଟା ମୁଁ ଆମ ଗାଁରେ ବି ବା ମୋର ଇଏ ବି ଦେଇନି। କିନ୍ତୁ ପ୍ରଭୁ ଏମିତି ଚାହାନ୍ତି ପରିବର୍ତ୍ତନ କର। ଏଠି ଲେଖା ଅଛି, ପୂର୍ବରେ ଆମ୍ଭେମାନେ ନିର୍ବୋଧ, ଅବାଧ୍ୟ, ଭ୍ରାନ୍ତ ଏବଂ ନାନା ପ୍ରକାର କୁଅଭିଳାଷ ସୁଖ ଭୋଗର ଦାସ ଥିଲୁ। ହିଂସା ଓ ଈର୍ଷାରେ କାଳକ୍ଷେପଣ କରୁଥିଲୁ, ଆଉ ଘୃଣାର ପାତ୍ର ହୋଇ ପରସ୍ପରକୁ ଘୃଣା କରୁଥିଲୁ। ଆଜି ଏଇ ଜାଗାରୁ ପରିବର୍ତ୍ତନ ହେବାର ପ୍ରଭୁ ଚାହାନ୍ତି। କୋଉ ଜାଗାରୁ ସେ ଲେଖିଲେ? ନିର୍ବୋଧତା, ନିର୍ବୋଧ, ଯୋଉମାନେ ପରମେଶ୍ୱରଙ୍କର ବୁଦ୍ଧିକୁ ଗ୍ରହଣ କରନ୍ତି ନାହିଁ, ସେମାନଙ୍କ ହୃଦୟ ଜଡ଼ ହୁଏ। ଈଶ୍ୱରଙ୍କର ବାକ୍ୟରୁ ସେମାନେ ନିଜକୁ କଣ କରନ୍ତି ନାହିଁ? ପରିବର୍ତ୍ତନ ହୁଅନ୍ତି ନାହିଁ। ଆଉ ଏଇ ସମସ୍ତରେ ଲାଗି ରହନ୍ତି, ଘୃଣା କରନ୍ତି, ଈର୍ଷା ହୁଅନ୍ତି, ବାଦ ବିବାଦ, ବିଳାସ ସୁଖ ବିଳାସରେ ମାତି ଯାଆନ୍ତି, ରହିଯାଆନ୍ତି। ପରିବର୍ତ୍ତନର ଜୀବନ ସେମାନଙ୍କ ଠାରେ ଦେଖାଯାଏ ନାହିଁ। ହେଇପାରେ ସେମାନେ ବଦଳେଇ ଥାଇ ପାରନ୍ତି, କିନ୍ତୁ ସେମାନେ ପରିବର୍ତ୍ତନ ହୁଅନ୍ତିନି ବା ଟ୍ରାନ୍ସଫର୍ମ ହୋଇପାରନ୍ତି ନାହିଁ। ଆମେ ବଦଳେଇବା ଲୋକ ନ ହଉ। ବଦଳେଇବା ଲୋକ ବିଶ୍ୱକୁ ଧରିଥାଏ, ତାର ଉପର ଚମଡାକୁ ସେ ଛାଡେ, କିନ୍ତୁ ଟ୍ରାନ୍ସଫର୍ମ ଲାଇଫ କମ୍ପ୍ଲିଟଲି ଏ ଜିନିଷ ଉପରେ ସେ ଭ୍ରୁକ୍ଷେପ କରିବ ନାହିଁ। ସେ ପରମେଶ୍ୱରଙ୍କ ନିକଟରେ ନିଜକୁ ସମର୍ପିତ କରିବ, ପ୍ରଭୁଙ୍କର ବାକ୍ୟ ଅନୁସାରେ ନିଜକୁ ପ୍ରସ୍ତୁତ କରିବ। ଆଜି 7ଟି ପ୍ରକୃତ ଟ୍ରାନ୍ସଫର୍ମିଂ ଲାଇଫର 7ଟି ବିଷୟ କହିବି ମୁଁ। ପ୍ରଥମ ବିଷୟ ଆମେ ଦେଖିବା, ଆମମାନଙ୍କର ପ୍ରକୃତ ଖ୍ରୀଷ୍ଟିଆନ କଣ ଅଟେ? ମାର୍କ 6:12 ଲେଖା ଅଛି ଯେ ତୁମେ ମନ ପରିବର୍ତ୍ତନର ଗୋଟେ କର୍ତ୍ତବ୍ୟ ରହିଛି। ଟିକେ ଜଲ୍ଦି ପଢିଦେଲେ ଭଲ ରହିବ। ସମୟର ଆମମାନଙ୍କ ସ୍ୱଳ୍ପତା ସକାଶୁ ଆମେ ତାକୁ ଇଏ କରିବା। ସେଥିରେ ସେମାନେ ପ୍ରସ୍ଥାନ କରି ମନ ପରିବର୍ତ୍ତନ କରିବା ଯେ କର୍ତ୍ତବ୍ୟ, ଏହା ପ୍ରଚାର କଲେ। ଧନ୍ୟବାଦ। ଏ ପ୍ରକୃତ ବାସ୍ତବ ପରିବର୍ତ୍ତନର ଜୀବନ, ସେ ମନ ପରିବର୍ତ୍ତନକୁ କର୍ତ୍ତବ୍ୟ ଭାବରେ ଭାବିବ। ନିଜର କର୍ତ୍ତବ୍ୟ ଏଟା, ଇଟ୍ ଇଜ ଏ ଡ୍ୟୁଟି। ଏକ ପରିବର୍ତ୍ତନର ମନ ପରିବର୍ତ୍ତନ କରିବାର ନିତାନ୍ତ ଆବଶ୍ୟକ, ଏହା ସେମାନେ ପ୍ରଚାର କଲେ। ଆମେ ପରିବର୍ତ୍ତନ ହେବା ଦରକାର। କୋଉଠୁ? ଏଇ ସମସ୍ତ କୁଅଭିଳାଷରୁ, ଅନ୍ଧକାରରୁ, ବିଭିନ୍ନ ପ୍ରକାର ଅବାଧ୍ୟତାରୁ ପରିବର୍ତ୍ତନ ହେବା ଦରକାର ଅଛି। ଏହା ଏକ କର୍ତ୍ତବ୍ୟ ଅଟେ।
सातुटी कर्तव्य आम जाना दरकार अछि। मन परिवर्तन अनेक लोक ता ऊपर ठाउरिया भाव रे किंतु मन परिवर्तन आंतरिक विषय भीतर विषय बाहर से माने बाहरिक धार्मिकता को प्रकाश करुଥିଲେ किंतु से मानकर भीतर अवर्जन रे पूर्ण थिला। तार परिवर्तन बहुत घृणाजन परमेश्वर इच्छा करते प्रभु जीशु चाहू नथिले बाहिक भाव रे लोक देखाइबा पई सेमानकर जीवन थिला। तेबे मन परिवर्तन आम जीवन रे नितांत आवश्यक। आज अनेक पाल प्रचारक प्रभुଙ୍କର दास ने ईर्ष्या रे विवाद रे विभिन्न प्रकार हिंसा रे विभिन्न प्रकार भ्रांतता रे निर्बोधता रे कुअभिलाष रे जन को भेटी अनेक लोक मान जे सेमानकर कथा भाषा एमती राछेड आज बालक प्रचारक सब लाइसेंस पाई ये मैरिज लाइसेंस विभिन्न प्रकार किंतु कथा भाषार व्यवहार परिवार पिला मानकर स्थिति सब बहुत डैमेज is not repented, not changed, not transforming. यह एक कर्तव्य अटे प्रिय माने जदि एही जगह काल क्षेपण करुछु आमे निर्बोधतारे भ्रांततारे ईर्ष्यारे आमे मन परिवर्तन करिना हो आ परिवर्तन जीवन शैली आम ठारे कौन देखा द्वितीय नंबर हूँ प्रार्थना करने गोटे कर्तव्य अटे। लुक तार 18:1 पद लेखा अछि प्रार्थना करिवार कर्तव्य। ए विषय को आम अनेक थर शुणीछु जानीछु। प्रार्थना कहले आपण माने कौन बुझंती? प्रार्थना करिवार कर्तव्य माने कौन? यह एक कर्तव्य अटे। तो विभिन्न प्रकार प्रार्थना अच्छी सर्व प्रकार प्रार्थना रे जागी रुह लेखा अछि से विषय रे मु कहया पई चाहे नै तेणु प्रार्थना गोटे कर्तव्य अटे। तृतीय नंबर देखिबा क्षमा देवार गोटे कर्तव्य अटे। माथियो तार 18:33 पद लेखा जाए मु जेपरि तुमको क्षमा कली सही परि तुम माने क्षमा कर। यह एक कर्तव्य अटे। टिके पढंतु कई जणे मु जे रूपे तते दया कली से रूपे मध्य आपणार सहदासों को दया करबा कि मो तोर कर्तव्य न थिला। आउ किछि वर्जन रे एमति लेखा अछि आई फॉरगिव यू यू मस्ट डू as I do to you। तुमको जेमती मु कली सही परि तुमे करिवार अछि क्षमा। अनेक वर्षर तले जणे भाई अरे बहुत किछि मो विषय किछि न जानी से कहूथिले मु ता क्षमा कली। तांग परिवार को मु साहाय्य करूथिली देली किछि साहाय्य भी कली परिवार को माने जहा किंतु से साहाय्य परि से जेतेबेले आ साहाय्य करिवार हम पाखरे न थिला सेतेबेले से आम प्रति निंदा कले विभिन्न प्रकार कले आमे क्षमा कर ताको बोली भाई मु आपन को क्षमा करूछि। आम परिवार रे पिलानु समस्त विषय से कहले आम मिनिस्ट्री विषय रे कहले प्रिय प्रभु को लोक माने कर्तव्य प्रभु मते क्षमा करछन्ती मु अन्य को क्षमा करिवार कर्तव्य। आमे दोष को लद्दी दउछु अन्य आड़े विभिन्न प्रकार कार्य करूछु याडे प्रभुंकर कथा कहूछु किंतु आ माने क्षमा देवार हाथ आम पाखरे नाही। जदि क्षमा देवा नहीं क्षमा पाइबा नहीं आमे जहा करू कौन करू जेमिति भी थाउ क्षमा नितांत आवश्यक अछि। कारण हमने पापी मनुष्य माने अन्य को मध्य तांकु जानिबा दरकार क्षमा करबा दरकार। जो 9:4 पद लेखा अछि दिन थाउ थाउ प्रेरणकर्तांकर कर्म करबा मानक कर्तव्य अटे। एक कर्तव्य ईश्वरंकर कर्म करबा ए दिन मानक मध्य अति जागृत प्रिय माने टिके पढंतु सही पदटे 9:4 जोहन दिन थाउ थाउ मोहर प्रेरणकर्ता कर्म करबा आंभ मानक कर्तव्य जो समय रे केही कर्म करि पारे नाही एपरि रात्रि आसु अछि। एक कर्तव्य कहार कार्य प्रेरणकर्ता जे आपण मानकु मते पठैछन्ति जगत को जोथि पई एक पर्पसफुली से हमकु डाकिछन्ति। आज प्लॉट बिजनेस करने प्रभु हमको आभार करना
मीडिया धरी बुलिबा पाए आह्वान करनांती हे हे फे फे कि इयाडे सियाडे हेबा पाए आह्वान करनांती प्रभु एक तांकर कार्य करिया पाए आमान को आह्वान करछंती तांकर सेवा करिया पाए आह्वान करछंती अनेक पालक प्रचारक ये थे विभिन्न प्रकार प्रोडक्ट रे लागिथिबे विभिन्न प्रकार ये लागिथिबे आमानकर कर्तव्य प्रभु चाहती कि आमे तांकर कार्य करू ए दिन मानक मध्य भीषण समय आसुछि प्रिय प्रभु लोक माने कार्य करिया पाई बहुत कष्ट को जगह सेवा करने बहुत कष्ट को जगह पत्रिका घंटे कष्ट गोटे कथा कहवाई कष्ट एभली अवस्था प्रिय माने जदि डेडिकेट हुंती प्रकृत रे प्रभु आपण को आह्वान करछंती प्रभुंकर सेवा करछंती तेबे तांकर काम करिवे कारण समय आसो रात्रि आसुछि आउ केही मध्य ए जूम रे हो कोटी कोटी प्रचार सब मीडिया सब बंद हो जिवो काम होबो नै प्रभु जीशु कहले एमती समय आसुछि आउ केही चर्च रे कि एठी सेठी प्रार्थना करि परिबे नै उपासना करि परिबे नै प्रभु मते पुणी आपण को काम करिया पाई दैछंती सोर्स दैछंती यदि टंका अछि प्रभु को पाई व्यवहार करंतु बळ अछि प्रभु को पाई व्यवहार करंतु ज्ञान अछि प्रभु को पाई व्यवहार करंतु आ कथा ता कथा लागी कि आ विरुद्ध रे ता विरुद्ध रे लागी कि समय क्षेपण करंतु नाही बा करिबा नाही प्रिय प्रभु को लोक माने आमने कथा रे बहुत सुंदर कथावार्ता करथा जेमति कि मु प्राय कहे दूर पहाड़ बहुत सुंदर देखा जाए समुद्र कूलटा बहुत भल लगे बाहर बहुत सुंदर देखा जाती किंतु भीतर को जाओ समुद्र भितर एमती जंतु गुड़ाक अच्छा चिरी फारी खाईदेवे एमती जंगल बाहर बाहर जंगल बहुत लगे भीतर गले एमती साप बिछा कंकड़ा विभिन्न प्रकार सब जंतु गुड़ाक अच्छा प्रिय प्रभु लोक मैंने आम ईश्वर को कार्य करू यही सबू आपण मैंने शुणी शुणी बहुत शुणी तेणुक मु सर्टली या बुझाई चाहूँ पुणी गोटे इम्पोर्टाट कथा कहवाई चाहे प्रथम जोन तार 2:6 पद लेखा अच्छे यहाँ बहुत आवश्यक अटे बहुत बहुत आवश्यक पढ़ंतु टिके 2:6 पद प्रथम जोन जे ताहाको ठारे रहे बोली कहे ताहार ताहाको परि आचरण करिबा मध्य कर्तव्य कौन कर्तव्य आचरण उपरि से पाउल लिखिले तुम आचरण कर तुम आगे पूर्व ए प्रकार थिल से प्रकार थिल सेमिति थिल एमिति रे कालक्षेपण करुथिल तो जगह आपनकर टाइम पास करछंती को जगह आपनकर समय बितौछंती कालक्षेपण करछंती आचरण पाई प्रभु चाहती प्रिय माने आचरण एक बहुत इम्पोर्टाट जिनस गोटे दुष्ट लोक भल काम करे स्वर्ग जीव कि से गोटे खराब लोक किछि किछि भल काम भी करती से बा भल लोक भल काम करे जीव कि स्वर्ग जे पर्यंत प्रभु जीशु ठारे विश्वास करिकी परिवर्तन ही नाही सही काम प्रभु ग्रहण करिवे नाही प्रथमे मन परिवर्तन करिवो प्रभु को जानिबो ग्रहण करिवो तापरे से ऑटोमेटिकली भलो काम करिया पाई बा राइट काम करिया पाई से करिवो तेणु करी प्रभु जीशु कहले तुमे दुष्ट होइकी जदि आपना पिला मान को उत्तम विषय दे जानुछ दुष्ट लोक ता पिला मान को उत्तम विषय दे जानुछ कि से दुष्ट लोक से भलो काम करछि भलो कथा करछि भलो विषय करछि प्रिय माने प्रथमे आम इनसाइड रे प्रभु चाहती आचरण करवा प्रथम थेसलोनिके 4:1-8 पद जदि पढ़िबे तुम्हें कि प्रकार आचरण करिवार अछि प्रभु को ठारे ताहा जानिबा दरकार अछि प्रभु आमान को चाहती वर्किंग विथ लॉर्ड आत्मा रे आचरण करो आत्मिक जीवन रे आचरण करो
कंट्रोल प्रत्येक विषय को कंट्रोल करिकी आत्मिक जीवन रे प्रभु मते कौन कहया पई चाहउछंती आज जजमेंटल ऊपर बसिबा नाही विचार को केमिति कहिला केमिति तार हला एटा एमिति कहिला एई जजमेंटल रे बसिबे आपण प्रभुंकर वाक्य को डाइवर्ट करिवे प्रभु मो पाई कौन कहउछंती मते कौन शिखिबार अछि मते कौन जानिबार अछि मो ठारे कोटा कमी अछि मो आचरण रे की कथाभाषा रे की मोर टंग स्लिप होउची की मोर व्यवहार खराब लागुची की प्रभु को कौन संतुष्ट करिबार से विषय शिक्षित हेबार अछि वर्क प्रभु को ठारे आचरण करिबार अछि माथ्यू 7 रो तार गोटे 13 पद रे लेखा अछि गोटे बढ़िया कथाटे मते भलो लागे दुईटी रास्ता उपरे जे जड़े प्रभु को जानिला परे परिवर्तन हला परे से कौन करे गोटे रास्ता छाड़ी की वे आउ संकीर्ण द्वार दे प्रवेश करे जो रास्ता से जाउथिला से रास्ता को छाड़ी की एक भिन्न रास्ता रे अपना जोठी काल क्षेपण करथिला से रास्ता छाड़ी की सेही सब छाड़ी की एक अन्य दिगरे गला प्रभु को दिगरे गला तेणु प्रभु समस्त विषय आम कौन करती परिवर्तन करती लेखा अछि 2 Corinthians 5:17 ख्रीष्टन को जे पाइछि बा जे ख्रीष्टन ठारे अछि सब नूतन होइछि माने सब माने कोन कोन नूतन होइछि इनसाइड रु आरंभ हुए भीतर आरंभ हुए प्रिय माने तेणु तांको ठारे आचरण करबा दरकार अछि एफिसियो 4:23 रु 32 पद जदि हम पढिबा पाखापाखि 17 रु जदि 32 पढिबा आचरण उपरे कंप्लीटली लेखा अछि गोटे खराब लोक डाटी हृदय थिबा लोक भल काम करि पारे किंतु ताहा ग्रहणे नुहे प्रथमे परिवर्तन हैला परे से उत्तम काम करिवो तार सेटा उत्तम काम करी कि परिवर्तन हेबि नु प्रथमे प्रभु यीशु को द्वारा परिवर्तन हेबो बा ख्रीष्टन को जीवन यापन काटिबा निमंते मन परिवर्तन करिवार कर्तव्य आसीबो तापरे से कर्तव्य गुडा को कला परे से उत्तम काम करिवो ताहा ग्रहणीय अटे तेणु आचरण नितांत आवश्यक अनेक गुड़ाए कथा सब रही पवित्र आत्मा जदि इनसाइड रे रहंती तेबे आमको परिवर्तन परे आमको जीवन शैली परिवर्तन करंती आ गोटे पद पढ़िबा जोहन तार 13:14 पद टिके पढ़िबा एठी गोटे सुंदर कथा लेखा अछि प्रभु यीशु कहले जे मु जे प्रकार तो मानुकु नंतुमा अतएव प्रभु और गुरु जे मु जदि तुम मानकर पाद धोई देई अछि तेबे तुम मानकर मध्य परस्पर पाद धोइबा कर्तव्य कर्तव्य परिवर्तन जीवन रे यह एक कर्तव्य जहाँकि जड़े वास्तव परिवर्तनकारी लोक पाद धोई देवा कथा महिला असुचिता अवर्जना लगी विषय को धोइबा दरकार ना आउ कतरा अवर्जना आसिकी ता गोड़े लगे देबा आउ केतरा एलिगेशन ता गोड़े लगे देबा हसीबा ता परिवार एमते गला एमिति सिमते गला से लोक सिमते गला सेमते एई सब अवर्जना को आनिबा लोक से परिवर्तन नुह कर्तव्य तो जानिनी से बेबी ख्रीस्टान ही पारे मैच्योर ही नहीं कर्तव्य कौन परिष्कार करबा धोई हेबा निजे धोई हेबा अन्य मान को धोईबा कहिबा बतेबा यह एक कर्तव्य अटे मु जेम धोउची केबे करिकि देखिछंती कि अन्यर महिला को धोइछंती केबे अन्यर नाक पोछिछंती अन्यर झाड़ पोछिछंती केबे अन्यर दुख को मोचन करिछंती अन्यर घरे बसिछंती मु गोटे गाँ जाइथिली सेठी गोटे गाँ रे गोटे माँ को तार निजर झियो की पुओ से माने बाहर कर दैछंती से घुसुरी थिबा जागा रे से सोउथिला घुसुरी जोटी अछि तार साइड रे सेठी सोउथिला हठात मोर नजर पड़ला मो से जगह गली भीतर गली बसली गोटे जगह साइड रे घुसरी सोईछंती कौन एठी सोईछ मा तमे नाय बाबू एमती एमती परिस्थिति
ତାକୁ ଆମେ କଣ କଲୁ, ଆଣିଲୁ। ମୋ ସାଙ୍ଗେ ସାଙ୍ଗେ ଆଉ କେତେଟା 4-5ଟା ପାଷ୍ଟର ବସିଲେ, ଆସିଲେ, ସେମାନେ ବି ପଛରେ ଆସୁଥିଲେ। ଆମେ ତା ପାଇଁ ଆଣିଲୁ ଅଲଗା ଜାଗାକୁ ଏଠି ଶୁଅ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ କେବେ ଲୁହ ପୋଛିଛୁ କି ଅନ୍ୟକୁ ଧୋଇଛୁ କି କେବେ? ନା ତା ବିଷୟରେ ହେଁ ହେଁ ଫେଁ ଫେଁ କରିକି ବହୁତ କିଛି କଥାବାର୍ତ୍ତା କରୁଛୁ, କାଳକ୍ଷେପଣ କରୁଛୁ ସେଇଠି। ଆଉ ଗୋଟେ କଥା କହିକି ମୁଁ ଶେଷ କରିବି, ଲାଷ୍ଟ କଥା। ପ୍ରଥମ ଜନ ତାର 3:11 ପଦରେ ଲେଖା ଅଛି, ଗୋଟେ ସୁନ୍ଦର କଥା। ପ୍ରଭୁ ଆମମାନଙ୍କୁ କାର୍ଯ୍ୟ କରିବା ପାଇଁ ଚାହାନ୍ତି। ପରିବର୍ତ୍ତନର ଜୀବନର ବିଶେଷତ୍ୱ କଣ ଅଟେ? ପଢନ୍ତୁ ଭଉଣୀ। 3ର କେତେ କହିଲେ? 3:11। କାରଣ ଆମ୍ଭମାନଙ୍କର ଯେ ପରସ୍ପରକୁ ପ୍ରେମ କରିବା କର୍ତ୍ତବ୍ୟ, ଏହି ବାଣୀ ତୁମ୍ଭେମାନେ ଆଦ୍ୟରୁ ଶୁଣିଅଛ। ଦେଖନ୍ତୁ, ଏକ କର୍ତ୍ତବ୍ୟ, ବଡ କର୍ତ୍ତବ୍ୟ, ପ୍ରେମ କରିବା। ବଡ କଷ୍ଟ ଆଜିର ଜଗତରେ। ପ୍ରେମ ଉଣା ପଡିଛି, ଶିଥିଳ ହେଇଯାଇଛି, ପ୍ରେମ 0 ପଏଣ୍ଟକୁ ଆସିଛି। এই ସମୟରେ ଜଣେ କେମିତି ପ୍ରେମ କରିପାରେ? କୋଉ ପ୍ରକାର ପ୍ରେମ ଦେଇପାରେ? ପ୍ରଭୁ ଚାହାନ୍ତି, ଯଦି ଜଣେ ଭାଇକୁ ପ୍ରେମ କରିବ ନାହିଁ, ପରମେଶ୍ୱରଙ୍କୁ ପ୍ରେମ କଲେ ହେଇଗଲା, ପରମେଶ୍ୱର ତାକୁ ସାଟିସ୍ଫାଇ ଦେବେ କି? ଯଦି ସେ ପରମେଶ୍ୱରଙ୍କୁ ପ୍ରେମ କରିବ ବା ଭାଇକୁ ପ୍ରେମ କରିବ, ପରମେଶ୍ୱରଙ୍କୁ ପ୍ରେମ କରିବ ନାହିଁ, ତାହା ମଧ୍ୟ ସାଟିସ୍ଫାଇଡ ନୁହଁ। ତେଣୁ ଗୋଟେ ଏଲ ପରି ଉପରେ ଯେମିତି ଲାଇନ ରହିବ, ଏଲ ଏପଟ ମଧ୍ୟ ସିଧା ରହିବ, ଏଲ ଯେମିତି କି ପ୍ରେମ। ପ୍ରେମ ବିଷୟରେ ବହୁତ କିଛି କଥା ଲେଖା ଅଛି, ଆମେ ଶୁଣିଛୁ, ଶୁଣି ଶୁଣି ଆସିଛୁ। ଏବେ ଆଜିର ପରିବର୍ତ୍ତନରେ ଆମମାନଙ୍କର କର୍ତ୍ତବ୍ୟ କଣ ଅଟେ? ଆମେ ଯେ ପରିବର୍ତ୍ତନ ହେଇଛୁ, ବାସ୍ତବ ପରିବର୍ତ୍ତନ କି? ପ୍ରଶ୍ନ ଆସେ। ନା ଫାରୁସି ଶାସ୍ତ୍ରୀ ମାନଙ୍କର ପରିବର୍ତ୍ତନ ପରି ଉପରେ ବହୁତ ଚିକଣ, ଉପରେ ବହୁତ ମର୍ଯ୍ୟାଦା, ଉପରେ ବହୁତ ସାଧୁ, ଉପରେ ବିଭିନ୍ନ ପ୍ରକାର, କିନ୍ତୁ ବିଶ୍ୱକୁ ଧରି ରଖିଥିଲେ ଈର୍ଷା, ହିଂସା, କପଟ, ଛଳ, ବିଭିନ୍ନ ଅରାଜକତା, ବିଭିନ୍ନ ଗର୍ବ ଅହଙ୍କାର ଭିତରେ ଭରି ରହୁଥିଲା ସେମାନେ। ଏ ପ୍ରଭୁ ଯୀଶୁଙ୍କୁ ଗ୍ରହଣ କରିପାରୁନଥିଲେ ସେମାନେ। ଯଦି ଏ ପ୍ରକାର ପରିସ୍ଥିତି ଆମର ରହିଛି, ଆମେ ପୂର୍ବକୁ ତ ପାପରୁ ଆମେ ପରିଷ୍କାର ହେଇନା, ଆମର ସଦ୍ଗୁଣ ନାହିଁ, ବିଶ୍ୱାସର ପୂର୍ଣ୍ଣତା ନାହିଁ, ସଂଯମ ନାହିଁ, ଏବେ ଆମେ ସେହି ଜାଗାରେ ହିଁ ଅଛୁ। ଏ ପର୍ଯ୍ୟନ୍ତ ତାକୁ ଉଠେଇବାର ଅଛି। ପ୍ରଭୁ ଚାହାନ୍ତି ଉଠେଇବା ପାଇଁ ମତେ, ପୁଣି ଆପଣଙ୍କୁ। ଏବେ ଏଇ 7ଟି ବିଷୟ କର୍ତ୍ତବ୍ୟ ଆମେ କରିବା ଦରକାର ବା କରୁଛୁ କି? ଯଦି ନାହିଁ, ପ୍ରଭୁ ମତେ ପୁଣି ଆପଣଙ୍କୁ ସାହାଯ୍ୟ କରନ୍ତୁ ଯେ ଏଇ ଜିନିଷ ଗୁଡାକ ମୋ ଜୀବନରେ କରିବା ପାଇଁ ପ୍ରଭୁ ମତେ ସକ୍ଷମ କର, ଉଠାଅ, ଯେପରି ଏ ଅନ୍ତିମ ସମୟରେ ମୁଁ ରାପଚରକୁ ମିସ୍ ନ କରିବି। ରାପଚର ମିସ୍ ହେଇଗଲା ୱାନ୍ସ, ଭୟଙ୍କର ଜିନିଷ। ରାପଚରକୁ ମିସ୍ ନ କରୁ। ଆମେ ପରିବର୍ତ୍ତନର କାର୍ଯ୍ୟ କରୁ, ପ୍ରାର୍ଥନା କରୁ, କ୍ଷମା କରୁ, ପ୍ରଭୁଙ୍କର ସେବାରେ ସମୟ କାଳ କ୍ଷେପଣ କରୁ, ଆଚରଣ କରୁ, ପୁଣି ଅନ୍ୟକୁ ଗୋଡ ଧୋଇଲା ଭଳି ସଫା କରୁ। ଅନ୍ୟର ବର୍ଜନା ଗୁଡିକ, ମଣ୍ଡଳୀର ଆବର୍ଜନା ଗୁଡିକ କାଢିବା ପାଇଁ କଷ୍ଟ ଆସିପାରେ, ଏଗୁଡାକ କଲାବେଳେ ବାଧା ଆସିପାରେ, ପ୍ରତିବାଦ ଆସିପାରେ, କିନ୍ତୁ ଆମକୁ କରିବାକୁ ପଡିବ। ଅନ୍ୟକୁ ପ୍ରେମ କରୁ, ପ୍ରଭୁଙ୍କୁ ପ୍ରେମ କରୁ, ନିଜକୁ ପ୍ରେମ କରୁ, ପଡୋଶୀକୁ ପ୍ରେମ କରୁ, ପ୍ରଭୁଙ୍କର ସ୍ପେଶିଆଲ ପ୍ରଭୁଙ୍କ ଲୋକମାନଙ୍କୁ ସ୍ଥାନ ଦଉ। ପ୍ରଭୁ ଆମମାନଙ୍କୁ ଏଇ ସ୍ୱଳ୍ପ ବାକ୍ୟରେ ଆଶୀର୍ବାଦ କରନ୍ତୁ। ବହୁତ ବହୁତ ଧନ୍ୟବାଦ ଆପଣ ମାନେ ସମୟ ଦେଇଥିବାରୁ। ସମସ୍ତଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ। ନମସ୍କାର। ଧନ୍ୟବାଦ ଆଜ୍ଞା, ବହୁତ ବହୁତ ଧନ୍ୟବାଦ। ଅତି ସୁନ୍ଦର ବାକ୍ୟ ଥିଲା। ଆଉ ମନ ପରିବର୍ତ୍ତନର ଜୀବନରେ ଆଉ 7ଟି କର୍ତ୍ତବ୍ୟକୁ ନେଇ ଅତି ସୁନ୍ଦର ଭାବରେ ଶିକ୍ଷା ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଦିଏ। ପ୍ରେଜ୍ ଦ ଲର୍ଡ ଆଜ୍ଞା। ଆଉ ଆସନ୍ତୁ, ଆଉ ପ୍ରଭୁଙ୍କର ଦାସ ଅତି ସୁନ୍ଦର ବାକ୍ୟ ଆମମାନଙ୍କ ମଧ୍ୟରେ, ପରିବର୍ତ୍ତନର ବାକ୍ୟ, ସଚେତନର ବାକ୍ୟ ଆମମାନଙ୍କ ମଧ୍ୟରେ କହିଥିବାରୁ ରିଏଲ ମିନିଷ୍ଟ୍ରି ଅଫ ଇଣ୍ଡିଆ ତରଫରୁ ଗୋଟେ ଉଚ୍ଚ କରତାଳ ଦେଇ ଆଜ୍ଞାଙ୍କୁ ଆମେ ଧନ୍ୟବାଦ ଅର୍ପଣ କରିବା। ବହୁତ ବହୁତ ଧନ୍ୟବାଦ ଆଜ୍ଞା। ପ୍ରେଜ୍ ଦ ଲର୍ଡ। ଆସନ୍ତୁ, ଆମେ ଏଇ ସମୟରେ